ସରକାର ନେଲେ ବଡ଼ ପଦକ୍ଷେପ। ଏବେ ସମସ୍ତ ଚାଷୀଙ୍କର ହେବ ଇ-KYC। ନକଲି ଚାଷୀଙ୍କୁ ଚିହ୍ନଟ କରିଦେବ ସିଷ୍ଟମ। ଆପଣ ଚାଷୀ ଥିଲେ ଏହି ଭିଡ଼ିଓକୁ ଏକ ସେକେଣ୍ଡ ମଧ୍ୟ ବି ମିସ୍ କରନ୍ତୁ ନାହିଁ, କାରଣ ଏହା ଆପଣଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ସମସ୍ତ ଚାଷୀଙ୍କୁ ଇ-KYC ଆବଶ୍ୟକ। ନକଲି ଚାଷୀ ଚିହ୍ନଟ ପାଇଁ ସରକାର ନେଲେ ବଡ଼ ପଦକ୍ଷେପ। ବର୍ତ୍ତମାନ ଅବସ୍ଥାରେ ଚାଷୀଙ୍କୁ ନେଇ ବଡ଼ ସମସ୍ୟା ହେଉଛି ନକଲି ଚାଷୀ ନେଇ ବହୁ ଅଯୋଗ୍ୟ ଲୋକ ନିଜକୁ ଚାଷୀ ଦେଖାଇ ସରକାର ଲାଭ ନେଉଛନ୍ତି। ଏଇଠାରୁ ରକ୍ଷା ପାଇଁ ଏବେ ଆସିଛି ଇ-KYC। 19 ତାରିଖରୁ ଆରମ୍ଭ ହୋଇଛି ଇ-KYC ପଞ୍ଜୀକରଣ ଓ ଏହି ପ୍ରକ୍ରିୟା ଚାଲିବ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ। ସମସ୍ତ ଚାଷୀମାନେ ସୋସାଇଟିରେ ପଞ୍ଜୀକରଣ ସମୟରେ ଇ-KYC କରନ୍ତୁ। ଏହା ଚାଷୀ ପାଇଁ ଆବଶ୍ୟକ। ଆପଣଙ୍କ ବାପା ବା ଜେଜେବାପାଙ୍କ ନାମରେ ଜମି ଥିଲେ ମଧ୍ୟ ଯଦି ଆପଣ ଚାଷ କରୁଛନ୍ତି ତେବେ ପଞ୍ଜୀକରଣ କରିପାରିବେ। ଏହା ହେଉଛି ଏକ ନୂଆ ଉଦ୍ୟମ। ସରକାର ଅସଲ ଚାଷୀଙ୍କୁ ଲାଭ ଦେବାକୁ ଚାହାନ୍ତି। ଯଦି ଆପଣ ଇ-KYC କରିବେ ନାହିଁ ତେବେ ଆଗାମୀ ଦିନରେ ସରକାର ସୁବିଧା ମିଳି ନପାରେ। ଏହା ଅବସର ହାତ ଛଡ଼ାନ୍ତୁନି। ଏହି ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରାଯାଇଛି। ଦଲାଲି ବନ୍ଦ, ଚାଷୀ ପାଇଁ ସିଧା ସୁବିଧା। ଆପଣ ଏହି ଭିଡ଼ିଓକୁ ଦେଖୁଛନ୍ତି ତେବେ ନିଶ୍ଚିତ ଭାବରେ ଏହି ଖବର ଆପଣଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ଆପଣ ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଆସନ୍ତୁ ଏହି ଭିଡ଼ିଓକୁ 20ଟି ଲାଇକ୍ ଟାର୍ଗେଟ ଦେବା। ଆପଣଙ୍କ ସହଯୋଗ ଆମ ଶକ୍ତି। ଏହି ଖବର ଆପଣଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ଅନ୍ୟ ଚାଷୀଙ୍କୁ ସେୟାର କରନ୍ତୁ ଓ ଏମିତି ଅପଡେଟ୍ ପାଇଁ ସବସ୍କ୍ରାଇବ୍ କରନ୍ତୁ।